ସ୍ୱପ୍ନ ସେଇଟା ନୁହେଁ ଯାହା ଆପଣ ଶୋଇବା ସମୟରେ ଦେଖନ୍ତି। ସ୍ୱପ୍ନ ସେଇଟା ଯାହା ଆପଣଙ୍କୁ ଶୋଇବାକୁ ଦିଏ ନାହିଁ। ଏହି କଥା କହିଥିବା ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି କୋଟି କୋଟି ଭାରତୀୟଙ୍କ ପ୍ରେରଣା, ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମ। ଜଣେ ସାଧାରଣ ନାଗରୀ ପରିବାରରେ ଜନ୍ମ ହୋଇ କିପରି ସେ ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିଲେ, ଆସନ୍ତୁ ଜାଣିବା ଆଜିର ଏହି ଭିଡ଼ିଓରେ। 1931 ମସିହା ଅକ୍ଟୋବର 15 ତାରିଖରେ ତାମିଲନାଡୁର ରାମେଶ୍ୱରମଠାରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ଥିଲା ଅବୁଲ ଫକିର ଜୈନୁଲାବୁଦ୍ଦିନ ଅବଦୁଲ କାଲାମ। ତାଙ୍କ ପିତା ଜୈନୁଲାବୁଦ୍ଦିନ ଜଣେ ନାଉରୀ ଏବଂ ସ୍ଥାନୀୟ ମସଜିଦର ଇମାମ ଥିଲେ। ସେ ବହୁତ ଶୃଙ୍ଖଳିତ ଏବଂ ଧାର୍ମିକ ବ୍ୟକ୍ତି ଥିଲେ। ମା ଆସିଆ ମା ଜଣେ ଗୃହିଣୀ। ତାଙ୍କ ମା ଜଣେ ବହୁତ ଦୟାଳୁ ମହିଳା ଏବଂ ପ୍ରତିଦିନ ପରିବାର ଲୋକଙ୍କ ବ୍ୟତୀତ ଅନେକ ବାହାର ଲୋକଙ୍କୁ ମଧ୍ୟ ଖାଇବାକୁ ଦେଉଥିଲେ। କାଲାମ ତାଙ୍କ ପରିବାରରେ 5 ଜଣ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ। ତାଙ୍କର 3 ଜଣ ବଡ଼ ଭାଇ ଏବଂ ଜଣେ ବଡ଼ ଭଉଣୀ ଥିଲେ। କାଲାମଙ୍କ ପୂର୍ବପୁରୁଷମାନେ ବହୁତ ଧନୀ ବ୍ୟବସାୟୀ ଥିଲେ, କିନ୍ତୁ ସମୟକ୍ରମେ ବ୍ୟବସାୟରେ କ୍ଷତି ହେବାରୁ ପରିବାରର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା। ତାଙ୍କ ପରିବାରର ପଦବୀ ଥିଲା ମାରାକାୟର, ଯାହାର ଅର୍ଥ ହେଉଛି ଡଙ୍ଗା ଚାଳକ। କାଲାମ ନିଜ ପିତାଙ୍କଠାରୁ ସଚ୍ଚୋଟତା ଓ ଶୃଙ୍ଖଳା ଏବଂ ମାଆଙ୍କଠାରୁ ଦୟା ଓ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଶିଖିଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯିଏ ଦେଶର ରାଷ୍ଟ୍ରପତି ହେଲେ, ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ କାଲାମ ପାଠ ପଢ଼ିବା ସହିତ ଖବରକାଗଜ ବିକ୍ରି କରି ପରିବାରକୁ ସାହାଯ୍ୟ କରୁଥିଲେ। କାଲାମଙ୍କ ପାଠ ପଢ଼ିବା ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ରାମନାଥପୁରରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ତିରୁଚିରାପଲ୍ଲୀର ସେଣ୍ଟ ଜୋସେଫ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ଏହାପରେ ସେ ଏରୋସ୍ପେସ୍ ଇଞ୍ଜିନିୟରିଂ ପଢ଼ିବା ପାଇଁ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ନାମ ଲେଖାଇଲେ। ସେ ଜଣେ ଫାଇଟର ପାଇଲଟ ହେବାକୁ ଚାହୁଁଥିଲେ, କିନ୍ତୁ ଅଳ୍ପକେ ସେ ସେଥିରୁ ବଞ୍ଚିତ ହୋଇଥିଲେ। ହେଲେ ସେ ହାର ମାନିନଥିଲେ। 1960ରେ ଶିକ୍ଷା ଶେଷ କରିବା ପରେ ସେ ଡିଆରଡିଓରେ ବୈଜ୍ଞାନିକ ଭାବେ ଯୋଗଦେଲେ। ପରେ ସେ ଇସ୍ରୋକୁ ବଦଳି ହୋଇଥିଲେ। ଭାରତର ପ୍ରଥମ ସ୍ୟାଟେଲାଇଟ୍ ଲଞ୍ଚ ଭେହିକିଲର ପ୍ରୋଜେକ୍ଟ ଡାଇରେକ୍ଟର ଭାବରେ ସେ ରୋହିଣୀ ସ୍ୟାଟେଲାଇଟକୁ ସଫଳତାର ସହ କକ୍ଷପଥରେ ସ୍ଥାପନ କରିଥିଲେ। ତାଙ୍କରି ନେତୃତ୍ୱରେ ଭାରତ ଅଗ୍ନି ଏବଂ ପୃଥ୍ୱୀ ଭଳି ଶକ୍ତିଶାଳୀ ମିସାଇଲ ତିଆରି କଲା, ଯେଉଁଥିପାଇଁ ତାଙ୍କୁ ମିସାଇଲ ମ୍ୟାନ ଅଫ ଇଣ୍ଡିଆ କୁହାଯାଏ। 1998ର ପୋଖରାନ ପରମାଣୁ ପରୀକ୍ଷଣରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। 2002 ମସିହାରେ ସେ ଭାରତର 11ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ। ସେ ଥିଲେ ଭାରତର ପ୍ରଥମ ଅବିବାହିତ ରାଷ୍ଟ୍ରପତି ଏବଂ ପ୍ରଥମ ବୈଜ୍ଞାନିକ ରାଷ୍ଟ୍ରପତି। ଲୋକଙ୍କ ସହ ତାଙ୍କର ସରଳ ବ୍ୟବହାର ଯୋଗୁଁ ତାଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟ ବା ଲୋକଙ୍କ ରାଷ୍ଟ୍ରପତି କୁହାଯାଉଥିଲା। ବିଶେଷ କରି ଶିଶୁ ଏବଂ ଯୁବପିଢ଼ିଙ୍କୁ ସେ ସବୁବେଳେ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଉଥିଲେ। କାଲାମ ସାହେବ କେବେ ବିବାହ କରିନଥିଲେ। ସେ ସାରା ଜୀବନ ଦେଶ ଏବଂ ପିଲାମାନଙ୍କ ପାଇଁ ସମର୍ପିତ କରିଦେଇଥିଲେ। ସେଥିପାଇଁ ସେ କହୁଥିଲେ ଯେ ସାରା ଦେଶର ପିଲାମାନେ ହିଁ ତାଙ୍କର ପରିବାର। ଦେଶ ପ୍ରତି ତାଙ୍କର ଏହି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ 1981ରେ ପଦ୍ମଭୂଷଣ, 1990ରେ ପଦ୍ମବିଭୂଷଣ, 1997ରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା। 27 ଜୁଲାଇ 2015ରେ ମେଘାଳୟର ଶିଲଂଠାରେ ଛାତ୍ରମାନଙ୍କୁ ଭାଷଣ ଦେଉଥିବା ସମୟରେ ହୃଦଘାତ ଯୋଗୁଁ ଏହି ମହାନ ବ୍ୟକ୍ତିଙ୍କ ଦେହାନ୍ତ ହୋଇଥିଲା। ସେ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କର ବିଚାରଧାରା ଏବଂ ତାଙ୍କର ଲିଖିତ ପୁସ୍ତକ ୱିଙ୍ଗସ୍ ଅଫ୍ ଫାୟାର ଆମକୁ ସବୁବେଳେ ମାର୍ଗଦର୍ଶନ କରିବ। ଡକ୍ଟର କାଲାମଙ୍କ ଜୀବନ ଆମକୁ ଶିଖାଏ ଯେ ସାଧନ ନୁହେଁ, ସାଧନା ହିଁ ମଣିଷକୁ ବଡ଼ କରିଥାଏ। ସାଙ୍ଗମାନେ, ଆପଣମାନଙ୍କୁ ତାଙ୍କର କେଉଁ କଥାଟି ସବୁଠାରୁ ଅଧିକ ଭଲ ଲାଗେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଏବଂ ସେୟାର କରନ୍ତୁ।